ବାକ୍ୟ ଆମେ ମାନେ ଯାହା ଅଧ୍ୟୟନ କରିବା ତାହା ମାନେ ପାଇପାରିବା ଜିହିଜିକଲ ପୁସ୍ତକ 37 1 ରୁ 10। ଜିହିଜିକଲ 37 ପର୍ବ 1 ରୁ 10 ପଦ ପର୍ଯ୍ୟନ୍ତ। ଏଠାରେ ଏପରି ଲେଖା ଅଛି, ସଦାପ୍ରଭୁଙ୍କର ହସ୍ତ ମୋ ଉପରେ ଅଧିଷ୍ଠିତ ହେଲା ଓ ସେ ସଦାପ୍ରଭୁଙ୍କ ଆତ୍ମାରେ ମତେ ବାହାରକୁ ନେଇଯାଇ ଉପତ୍ୟକାର ମଧ୍ୟସ୍ଥଳୀରେ ବସାଇଲେ, ଆଉ ତାହା ଅସ୍ଥିରେ ପରିପୂର୍ଣ୍ଣ ଥିଲା। ତହୁ ସେ ସେହି ଅସ୍ଥି ସକଳର ନିକଟ ଦେଇ ଚାରିଆଡ଼େ ମତେ ଗମନ କରାଇଲେ। ଆଉ ଦେଖ, ସେହି ପ୍ରଶସ୍ତ ଉପତ୍ୟକାରେ ଅନେକ ଅନେକ ଅସ୍ଥି ଥିଲା। ପୁଣି ଦେଖ, ସେ ସବୁ ଅତିଶୟ ଶୁଷ୍କ ଥିଲା। ତହିଁରେ ସେ ମତେ କହିଲେ, ହେ ମନୁଷ୍ୟ ସନ୍ତାନ, ଏହି ସକଳ ଅସ୍ଥି କି ସଜୀବ ହୋଇପାରେ? ଏଥିରେ ମୁଁ ଉତ୍ତର କଲି, ହେ ପ୍ରଭୁ ସଦାପ୍ରଭୁ, ଆପଣ ତାହା ଜାଣନ୍ତି। ପୁନର୍ବାର ସେ ମତେ କହିଲେ, ତୁମ୍ଭେ ଏହି ସକଳ ଅସ୍ଥିର ଉଦ୍ଦେଶ୍ୟରେ ଭବିଷ୍ୟତ ବାକ୍ୟ ପ୍ରଚାର କରି ସେମାନଙ୍କୁ କୁହ, ହେ ଶୁଷ୍କ ଅସ୍ଥି ସକଳ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। ପୁଣି ସଦାପ୍ରଭୁ ଏହି ସକଳ ଅସ୍ଥିକୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ପ୍ରବେଶ କରାଇବା ଓ ତୁମ୍ଭେମାନେ ଜୀବିତ ହେବ। ପୁଣି ଆମ୍ଭେ ତୁମ୍ଭମାନଙ୍କ ଉପରେ ଶିରା ଦେବା ଓ ତୁମ୍ଭମାନଙ୍କ ଉପରେ ମାଂସ ଉତ୍ପନ୍ନ କରିବା, ଆଉ ଚର୍ମରେ ତୁମ୍ଭମାନଙ୍କୁ ଆଚ୍ଛାଦନ କରିବା ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ଦେବା, ଆଉ ତୁମ୍ଭେମାନେ ଜୀବିତ ହେବ। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ। ଏଥିରେ ମତେ ଯେପରି ଆଜ୍ଞା ହୋଇଥିଲା, ତଦନୁସାରେ ମୁଁ ଭବିଷ୍ୟତ ବାକ୍ୟ ପ୍ରଚାର କଲି। ପୁଣି ମୁଁ ପ୍ରଚାର କରୁ କରୁ ଏକ ଶବ୍ଦ ହେଲା, ଓ ଦେଖ, ଭୂମିକମ୍ପ ହେଲା, ଆଉ ଅସ୍ଥି ସକଳ ଏକତ୍ର ହୋଇ ପ୍ରତ୍ୟେକ ଅସ୍ଥି ଆପଣା ଅସ୍ଥିରେ ସଂଯୁକ୍ତ ହେଲା। ତହିଁରେ ମୁଁ ନିରୀକ୍ଷଣ କଲି, ଆଉ ଦେଖ, ସେହି ସବୁ ଅସ୍ଥି ଉପରେ ଶିରା ହେଲା ଓ ମାଂସ ଉତ୍ପନ୍ନ ହେଲା। ପୁଣି ଚର୍ମ ସେସବୁକୁ ଆଚ୍ଛାଦନ କଲା, ମାତ୍ର ସେସବୁର ମଧ୍ୟରେ ପ୍ରାଣବାୟୁ ନଥିଲା। ତହିଁରେ ସେ ମତେ କହିଲେ, ହେ ମନୁଷ୍ୟ ସନ୍ତାନ, ତୁମ୍ଭେ ବାୟୁ ଉଦ୍ଦେଶ୍ୟରେ ଭବିଷ୍ୟତ ବାକ୍ୟ ପ୍ରଚାର କର। ଭବିଷ୍ୟତ ବାକ୍ୟ ପ୍ରଚାର କର ଓ ବାୟୁକୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ହେ ପ୍ରାଣବାୟୁ, ଚତୁର୍ଦିଗରୁ ଆସ ଓ ଏହି ହତ ଲୋକମାନେ ଯେପରି ଜୀବିତ ହେବେ, ଏଥିପାଇଁ ସେମାନଙ୍କ ଉପରେ ବହ। ତହୁ ସେ ମତେ ଯେପରି ଆଜ୍ଞା କଲେ, ତଦନୁସାରେ ମୁଁ ଭବିଷ୍ୟତ ବାକ୍ୟ ପ୍ରଚାର କରନ୍ତେ ପ୍ରାଣବାୟୁ ସେମାନଙ୍କ ମଧ୍ୟକୁ ଆସିଲା, ଆଉ ସେମାନେ ଜୀବିତ ହେଲେ ଓ ଅତିଶୟ ମହତୀ ସେନା ହୋଇ ଆପଣା ଆପଣା ଚରଣରେ ଠିଆ ହେଲେ। ଆମେନ୍। ପ୍ରଭୁ ଏ ବାକ୍ୟ ମାଧ୍ୟମରେ ଆମମାନଙ୍କୁ ଯାହା କିଛି ଶିଖେଇବା ପାଇଁ ଚାହୁଁଛନ୍ତି ତାହା ଟିକେ ଆମେ ଧ୍ୟାନ କରିବା। ଏଠାରେ ଆମେ ଦେଖୁଛୁ ଜିହିଜିକଲ ଭବିଷ୍ୟତ ବକ୍ତାଙ୍କର ଦର୍ଶନ ବିଷୟରେ। ଜିହିଜିକଲ ଭବିଷ୍ୟତ ବକ୍ତା ଜଣେ ଯାଜକ ଥିଲେ, ଆଉ ସେ ଜଣେ ଭବିଷ୍ୟତ ବକ୍ତା ଥିଲେ। ତାଙ୍କର ଏଇଟା ଗୋଟେ ବହୁତ ବଡ ଗ୍ରେଟ୍ ଭିଜନ ଥିଲା। ଶୁଷ୍କ ଅସ୍ଥିର ଉପତ୍ୟକା। ଆମେ ସମସ୍ତେ ୟାକୁ ଆମେ ଅନେକ ସମୟରେ ଆମେ ସମସ୍ତେ ପଢି ସାରିଛୁ। ଆଜି ଆଉ ଥରେ ମନେ ପକେଇବା ପାଇଁ ଏଇ ବାକ୍ୟକୁ ଧ୍ୟାନ କରିବା। ଏହି ଦର୍ଶନ ଜିହିଜିକେଲ ଦେଖିଥିଲେ। ଜିହିଜିକେଲ ତାଙ୍କର ନାମର ଅର୍ଥ ହଉଛି ଈଶ୍ୱର ଶକ୍ତିଶାଳୀ। ସେ ତାଙ୍କ ବାପା ବୁସି ବୋଲି ତାଙ୍କ ବାପାଙ୍କ ନାମ। ଆଉ ଜିହିଜିକେଲ ନିଜେ ଜେରୁସାଲେମ ମନ୍ଦିରରେ ଜଣେ ପ୍ରିଷ୍ଟ ଭାବରେ ଟ୍ରେନିଂ ନେଇଥିଲେ। ଜିହୋଆକିନଙ୍କ ରାଜତ୍ୱ କାଳରେ ସେ ଯାଜକ କାର୍ଯ୍ୟ କରୁଥିଲେ। ଯେତେବେଳେ ଆମେ ଦେଖୁଛୁ ବାବିଲୋନୀୟ ମାନେ ତାଙ୍କୁ ବନ୍ଦୀ କରି ନେଇ ଆସୁଛନ୍ତି, ଜିହୁଦାର ଲୋକମାନଙ୍କୁ, ଏଇ ଯୋଉ ପରିସ୍ଥିତିର ଘଟଣା, ଯୋଉ ପରିସ୍ଥିତି ବେଳେ ଏଇ ଦର୍ଶନ ଦେଖାଇଥିଲା, ସେଇ ସମୟର ଘଟଣା, ଜିହିଜିକେଲ ନିଜ ଦେଶ ଜିହୁଦାରୁ ବନ୍ଦୀ ହୋଇ ବାବିଲୋନକୁ ନିଆଯାଇଥିଲେ। ସେଠାରେ ସେ ବାବିଲୋନର କେବାର ନଦୀ କୂଳରେ ଅନ୍ୟ ବନ୍ଦୀ ମାନଙ୍କ ସହିତ ରହୁଥିଲେ।
ଏହା ଏପରି ଏକ ଗୋଟେ ସମୟ ଥିଲା ଯେତେବେଳେ କି ଇସ୍ରାଏଲୀୟ ମାନେ ଭାବୁଥିଲେ ଯେ ପରମେଶ୍ୱର ସେମାନଙ୍କୁ ଛାଡି ଦେଇଛନ୍ତି, ପରିତ୍ୟାଗ କରିଦେଇଛନ୍ତି। ସେ ସମୟରେ ଜିରୁସାଲେମ ମନ୍ଦିରକୁ ମଧ୍ୟ ବାବିଲୋନୀୟ ମାନେ ନଷ୍ଟ କରିଦେଇଥିଲେ। ଆଉ ସେଇ ସମୟରେ ହିଁ ଭବିଷ୍ୟତ ବକ୍ତା ଜିହିଜିକଲ ପାଖରେ ଏଇ ଦର୍ଶନ ପହଞ୍ଚିଛି। ଈଶ୍ୱରଙ୍କର ଏ ମହିମାମୟ ଦର୍ଶନ ଯୋଉଟା ସେ ପାଇଥିଲେ, ସେତେବେଳେ ଗୋଟେ ଦୁଃଖଦାୟକ ଗୁରୁତ୍ୱପୂର୍ଣ୍ଣ ସମୟରେ ଏ ଦର୍ଶନ ସେ ପାଇଥିଲେ। ଆମେ ଦେଖୁଛୁ ଜିହିଜିକଲ 1:1 ଲେଖା ହଉଛି ତାଙ୍କର ବୟସ ସେତେବେଳେ 30 ବର୍ଷ ହେଇଥିଲା। ଯୁବା ଥିଲେ ଜିହିଜିକଲ। ସେ ମନ୍ଦିରରେ ସେବା କରିବାର ଯୋଗ୍ୟ ହୋଇଥାନ୍ତେ। ଜିରୁସାଲେମ ମନ୍ଦିରରେ ସେ ଟ୍ରେନିଂ ନେଇଥିଲେ, କିନ୍ତୁ ବନ୍ଦୀ ହୋଇକି ଯେତେବେଳେ ବାବିଲୋନକୁ ଅଣା ହେଇଛନ୍ତି, ତାହା ସେ ସମ୍ଭବ ହେଇପାରିନି। ଆଉ ମନ୍ଦିର ନଷ୍ଟ ହେଇଯାଇଛି। ଏଇ ଦର୍ଶନ ଦ୍ୱାରା ଏଇ ଦର୍ଶନ ଜିହିଜିକଲକୁ ସାହସ ଦେଇଥିଲା ଯେ ଈଶ୍ୱର ନିଜ ବନ୍ଦୀ ଲୋକମାନଙ୍କ ମଧ୍ୟରେ ଅଛନ୍ତି ବୋଲି। ଜିହିଜିକଲ ଇସ୍ରାଏଲ ମାନଙ୍କର ସମସ୍ୟା, ଦୁଃଖ କଷ୍ଟର ପରିସ୍ଥିତିରୁ କିପରି ରକ୍ଷା ପାଇବେ, ସେଇ ସବୁ ବିଷୟରେ ସବୁବେଳେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନାରେ ଲାଗି ରହୁଥିଲେ। ତେଣୁ ସଦାପ୍ରଭୁ ତାଙ୍କୁ ସେ ପ୍ରାର୍ଥନା ଶୁଣି ତାଙ୍କୁ ଏକ ଦର୍ଶନ ଦଉଛନ୍ତି। ସେ ଚିନ୍ତିତ ହେଇ ପଡୁଥିଲେ ଇସ୍ରାଏଲୀୟ ମାନଙ୍କ ପାଇଁ। ଆଉ ସେ ପରମେଶ୍ୱରଙ୍କୁ ଭୟ କରି ତାଙ୍କର ଆଦେଶ ଅନୁଯାୟୀ, ତାଙ୍କର କମାଣ୍ଡମେଣ୍ଟ ଅନୁଯାୟୀ ଜୀବନ ଯାପନ କରୁଥିଲେ ତାଙ୍କର ଲାଇଫକୁ। ଆଉ ପ୍ରାର୍ଥନାରେ ଲାଗି ରହିବା ଯୋଗୁଁ ପ୍ରଭୁ ତାଙ୍କୁ ଦର୍ଶନ ମାଧ୍ୟମରେ ତାଙ୍କୁ ଉତ୍ତର ଦଉଛନ୍ତି। ଆଉ ଇସ୍ରାଏଲର ଭବିଷ୍ୟତ କଥା କଣ କରିବେ, ଇସ୍ରାଏଲୀୟ ମାନଙ୍କ ପାଇଁ କଣ ଯୋଜନା ରଖିଛନ୍ତି, ସେଇ ସବୁ ବିଷୟ ସେ ଦର୍ଶନ ମାଧ୍ୟମରେ ତାଙ୍କୁ ଜଣାଉଛନ୍ତି। ଆମେ ଦେଖୁଛୁ ବାଇବେଲର ଏଇଟା ଗୋଟେ ବହୁତ ବଡ ଦର୍ଶନ। ଆମେ ଏଇଠି ବାକ୍ୟରେ ପଢିଲୁ ଯେ ଜିହିଜିକେଲ ଏଠି ଲେଖୁଛନ୍ତି ତାଙ୍କୁ ସଦାପ୍ରଭୁଙ୍କ ଆତ୍ମା ତାଙ୍କୁ ନେଇ ଯାଉଛନ୍ତି, ଗୋଟେ ଉପତ୍ୟକାର ମଧ୍ୟସ୍ଥଳୀରେ ନେଇକି ବସେଇ ଦଉଛନ୍ତି। ଗୋଟେ ବହୁତ ବଡ ଭେଲି, ଯୋଉ ଉପତ୍ୟକାର ମଝିରେ ନେଇକି ବସେଇ ଦଉଛନ୍ତି, ସେ ଉପତ୍ୟକା ଏତେ ପ୍ରଶସ୍ତ, ବହୁତ ବଡ ଉପତ୍ୟକା, ତାହାର ମଝିରେ ନେଇକି ସେ ମଧ୍ୟସ୍ଥଳରେ ବସେଇ ଦଉଛନ୍ତି। ଲେଖା ହଉଛି ଉପତ୍ୟକାର ମଧ୍ୟସ୍ଥଳରେ ବସେଇ ଦଉଛନ୍ତି ଆତ୍ମା, ସଦାପ୍ରଭୁଙ୍କ ଆତ୍ମା। ସେ ଭେଲି, ସେ ଉପତ୍ୟକା ପୁରା ହୋଲ ଏରିଆ ଖାଲି ହାଡରେ ପରିପୂର୍ଣ୍ଣ, ଶୁଖିଲା ହାଡରେ, ଶୁଷ୍କ ଅସ୍ଥିରେ ପରିପୂର୍ଣ୍ଣ ଥିଲା। ସେ ଶୁଷ୍କ ଅସ୍ଥି ପୁରା କୋଉ ଦିନରୁ ପଡିକି ରହିଛି, ହାଡ ଗୁଡା ଶୁଖିକି ପଡିଛି। ଏତେ ବଡ ଏରିଆ, ସେଇଠି ତାଙ୍କୁ ବସଉଛନ୍ତି। ବସେଇଲା ପରେ ପୁଣି କିଛି ସମୟ ପରେ ସେଇ ହାଡର ମଝିରେ ମଝିରେ ଚାରିଆଡେ ବୁଲଉଛନ୍ତି ଆତ୍ମା ତାଙ୍କୁ। ସଦାପ୍ରଭୁଙ୍କ ଆତ୍ମା ଜିହିଜିକେଲକୁ ପୁଣି ସେଇ ଭେଲିର ଚାରିଆଡେ ସେ ଅସ୍ଥିର ମଧ୍ୟ ଦେଇ ଚଲଉଛନ୍ତି। ଏତେ ପ୍ରଶସ୍ତ ଉପତ୍ୟକା ସେ ଦର୍ଶନରେ ଦେଖୁଛନ୍ତି। ଅନେକ ଅସ୍ଥି ସେଠି ପଡି ରହିଛି, ଯୋଉ ଅସ୍ଥି ସବୁ ଅତିଶୟ ଶୁଷ୍କ ଥିଲା, ପୁରା ଡ୍ରାଏ ବୋନ୍ସ ଥିଲା ସେ ସବୁ। ଯେତେବେଳେ ବୁଲଉଛନ୍ତି ତାଙ୍କୁ ସେଇ ଅସ୍ଥି ଡ୍ରାଏ ବୋନର ଭେଲିରେ, ସେତେବେଳେ ସଦାପ୍ରଭୁ ପରମେଶ୍ୱର ଜିହିଜିକେଲଙ୍କୁ ପଚାରୁଛନ୍ତି, ହେ ମନୁଷ୍ୟ ସନ୍ତାନ, ଏ ସକଳ ଅସ୍ଥି କି ସଜୀବ ହେଇପାରେ? ଏ ଶୁଖିଲା ହାଡ ଗୁଡା କଣ ଜୀବନ ପାଇପାରେ? ପଚାରୁଛନ୍ତି। ଜିହିଜିକେଲ ନମ୍ରତାର ସହିତ ସେ କହୁଛନ୍ତି, ହେ ପ୍ରଭୁ ସଦାପ୍ରଭୁ, ଆପଣ ତାହା ଜାଣନ୍ତି। କାହିଁ ସେ ଜାଣିଛନ୍ତି ସଦାପ୍ରଭୁ ପରମେଶ୍ୱରଙ୍କର ସାମର୍ଥ୍ୟକୁ। କାହିଁ ସେ ସଦାପ୍ରଭୁ ପରମେଶ୍ୱରଙ୍କୁ ବହୁତ ଭଲ ପାଉଥିଲେ, ତାଙ୍କର ସହିତ ଲାଗି ରହିଥିଲେ, ସେ ସଦାପ୍ରଭୁଙ୍କର ପାୱାରକୁ ଜାଣିଥିଲେ। ସେ କହୁଛନ୍ତି, ଉପଯୁକ୍ତ ଜ୍ଞାନର ଉତ୍ତର ଦଉଛନ୍ତି, ହଁ ନାହିଁରେ ନାହିଁ। ସେ କହୁଛନ୍ତି ସଦାପ୍ରଭୁ ହିଁ ତାହା ଜାଣନ୍ତି, କାହିଁକିନା ପ୍ରକୃତରେ ସବୁ କିଛି ସମ୍ଭବ ସଦାପ୍ରଭୁଙ୍କ ପାଖରେ। ସଦାପ୍ରଭୁ ଯାହା ଚାହିଁବେ ତାହା କରିପାରିବେ। ସେଇ ବିଷୟ ସେ କହୁଛନ୍ତି, ହେ ପ୍ରଭୁ ସଦାପ୍ରଭୁ, ଆପଣ ତାହା ଜାଣନ୍ତି। ତାପରେ ସଦାପ୍ରଭୁ ତାଙ୍କୁ କହୁଛନ୍ତି,
कि एई हाड़ मान उद्देश्य भविष्यत वाक्य प्रचार कर आ सेमानंकु कुह हे शुष्क अस्थि सकल तुम्हें माने सदा प्रभुकर वाक्य शुण आमे एठी देखुछु गोटे अवास्तव जिनिस असंभव जिनिस सुखिला हाड़ गोटे केही मनीष नाहांती से हाड़ मान पाखरे ସେଇଠି ଭବିଷ୍ୟତବାଣୀ ପ୍ରଚାର କର ସେଇଠି ବାକ୍ୟ ଘୋଷଣା କର କହୁଛନ୍ତି ପ୍ରଭୁ କହୁଛନ୍ତି ଆଉ ଜିହିଜିକେଲ ବାଧ୍ୟ ହଉଛନ୍ତି ସେ ଥରେ ବି ମନରେ ସନ୍ଦେହ ନାହିଁ ପ୍ରଶ୍ନ ନାହିଁ ପ୍ରଭୁ ଏଠି କିଏ ଶୁଣିବ କାହାକୁ କହିବି ନାଇଁ ଓବିଡିଏଣ୍ଟ ସେ ପ୍ରଭୁ ସଦାପ୍ରଭୁଙ୍କର କଥା ମାନୁଛନ୍ତି ସେ ଜାଣିଛନ୍ତି ଅବାସ୍ତବ ହେଇପାରେ କିନ୍ତୁ ସେ ଜାଣିଛନ୍ତି ଏଠି ସଦାପ୍ରଭୁ ଯାହା ଚାହିଁବେ ତାହା କରିପାରିବେ ସେଥିପାଇଁ ସେ ଶୁଷ୍କ ଅସ୍ଥି ଉପରେ ଈଶ୍ୱରଙ୍କର ବାକ୍ୟକୁ ଘୋଷଣା କରୁଛନ୍ତି ଆଉ ସଦାପ୍ରଭୁଙ୍କର ବାକ୍ୟକୁ ଶୁଣଉଛନ୍ତି ଅସ୍ଥି ମାନଙ୍କୁ ସଦାପ୍ରଭୁଙ୍କର ବାକ୍ୟ ଶୁଣ ବୋଲି ଶୁଖିଲା ହାଡ଼ ମାନଙ୍କୁ କହୁଛନ୍ତି ତାପରେ ପ୍ରଭୁ କହୁଛନ୍ତି ଯାହା ପ୍ରଭୁ ତାଙ୍କୁ ଜଣାଉଛନ୍ତି ଅସ୍ଥିଙ୍କୁ କଣ କହିବା ପାଇଁ ସେ କହୁଛନ୍ତି ତୁମ୍ଭମାନଙ୍କ ମଧ୍ୟରେ ପ୍ରାଣବାୟୁ ପ୍ରବେଶ କରାଇବା ଆଉ ତୁମ୍ଭେମାନେ ଜୀବିତ ହବ ସେ କହୁଛନ୍ତି କି ଏଇ ହାଡ଼ ମାନଙ୍କ ଉପରେ ବାକ୍ୟ ପ୍ରଚାର କର ଆଉ ଏଇ ହାଡ଼ ମାନଙ୍କ ଉପରେ ଏ ହାଡ଼ ମାନଙ୍କ ମଧ୍ୟରେ ପ୍ରାଣବାୟୁ ପ୍ରବେଶ କରିବ ଆଉ ସେମାନେ ଜୀବିତ ହେବେ ଆମେ କିଛି ସମୟ ପରେ ଦେଖୁଛୁ ଆଗକୁ ପଢିଲେ ସେ ସବୁ ହାଡ଼ ଗୁଡିକ ତାପରେ ସେ କହୁଛନ୍ତି ଶିରା ପ୍ରଶିରା ହେଇଯିବ ମାଂସ ଆସିଯିବ ଚର୍ମ ଆଚ୍ଛାଦନ କରିବ ଯାହା ସଦାପ୍ରଭୁ କହିଛନ୍ତି ସେଇ ବାକ୍ୟକୁ ସେ କହୁଛନ୍ତି ସଦାପ୍ରଭୁ କହୁଛନ୍ତି ଏହା କର ଆଉ ଆମ୍ଭେ ଯେ ସଦାପ୍ରଭୁଠୁ ଏହା ତୁମେ ମାନେ ଜାଣିବ ଏଟା ସଦାପ୍ରଭୁ ହିଁ ଏକମାତ୍ର ପରମେଶ୍ୱର ଯିଏ କି ଏଇ ସବୁ ବିଷୟ କରିପାରିବେ ତାହା ତୁମେ ଜାଣିବ ତାପରେ ସେ ବାକ୍ୟକୁ ଘୋଷଣା କରୁଛନ୍ତି ଆଉ ଯେତେବେଳେ ବାକ୍ୟକୁ ଘୋଷଣା କରୁଛନ୍ତି ସେତେବେଳେ ଆମେ ଦେଖୁଛୁ ଗୋଟେ ବହୁତ ବଡ ଶବ୍ଦ ହଉଛି ଭୂମିକମ୍ପ ହଉଛି ଆଉ ଇମିଡିଏଟ ଯେତେ ହାଡ଼ ପଡିକି ରହିଛି ସେ ଏରିଆରେ ସବୁ ହାଡ଼ ପ୍ରତ୍ୟେକ ଅସ୍ଥି ଆପଣା ଅସ୍ଥିରେ ସଂଯୁକ୍ତ ହେଲା ସେଠି ହଜାର ହଜାର ସଂଖ୍ୟାରେ କି ଲକ୍ଷ ଲକ୍ଷ ସଂଖ୍ୟାରେ ଅସ୍ଥି ପଡି ରହିଥିବ କି ତାଠୁ ବି ବେଶୀ ଥିବ କାହାର ଗୋଡ କୋଉଠି ପଡିଥିବ କାହାର ହାତ କୋଉଠି ପଡିଥିବ କାହାର ଆଙ୍ଗୁଠି କୋଉଠି ପଡିଥିବ କାହାର ମୁଣ୍ଡ କୋଉଠି ମାନେ ଆମର କାହାର ଖପୁରୀ କୋଉଠି ପଡିଥିବ କାହାର ଚେଷ୍ଟ କୋଉଠି ପଡିଥିବ ହାଡ଼ ଭାଙ୍ଗିକି ଟୁକୁଡା ଟୁକୁଡା ହେଇକି ଚାରିଆଡେ ପଡି ରହିଛି କିନ୍ତୁ ଈଶ୍ୱରଙ୍କର ବାକ୍ୟ ଘୋଷଣା ହେଲା ବେଳେ ଆମେ ଦେଖୁଛୁ ଯାହାର ହାଡ଼ ଯୋଉ ମନୁଷ୍ୟର ଗୋଡ ହାତର ହାଡ଼ ମୁଣ୍ଡର ହାଡ଼ ଛାତିର ହାଡ଼ ପିଠିର ହାଡ଼ ଯାହାର ଯୋଉ ଅଂଶର ସେଇ ଅଂଶ ଲେଖା ହଉଛି ପ୍ରତ୍ୟେକ ଅସ୍ଥି ଆପଣା ଅସ୍ଥିରେ ସଂଯୁକ୍ତ ହେଲା ଯିଏ ଯାହାର ଯାଇ ଚୁମ୍ବକ ଭଳିଆ ଯାଇକି ଯୋଡି ହେଇଯାଉଛନ୍ତି ସେ ଅସ୍ଥି ଗୁଡା ଆଉ ପଞ୍ଜରା ହାଡ଼ ଭଳିଆ ସୃଷ୍ଟି ହେଇଯାଉଛନ୍ତି ତା ଉପରେ ସାଙ୍ଗେ ସାଙ୍ଗେ ପୁଣି ଶିରା ହେଇଯାଉଛି ମାଂସ ଉତ୍ପନ୍ନ ହେଇଯାଉଛି ଜିହିଜିକେଲ ସବୁ ନିରୀକ୍ଷଣ କରୁଛନ୍ତି ଲେଖା ହେଇଛି 9:8 ଲେଖା ହେଇଛି ତହିଁରେ ମୁଁ ନିରୀକ୍ଷଣ କଲି ଆଉ ଦେଖ ସେଇ ସବୁ ଅସ୍ଥି ଉପରେ ଶିରା ହେଲା ଓ ମାଂସ ଉତ୍ପନ୍ନ ହେଲା ପୁଣି ଚର୍ମ ସେ ସବୁକୁ ଆଚ୍ଛାଦନ କଲା ମାତ୍ର ସେ ସବୁର ମଧ୍ୟରେ ପ୍ରାଣବାୟୁ ନଥିଲା ଆଉ ସେ ଦେଖୁଛନ୍ତି ସବୁ କିଛି ସୃଷ୍ଟି ହେଇଯାଉଛି ସେଇ ଫିଲ୍ଡରେ ହିଁ ସେ ଉପତ୍ୟକାରେ ହିଁ ସବୁ ପଡିଛି ଲମ୍ବା ହେଇକି ସବୁ ପଞ୍ଜରା ହାଡ଼ ଯୋଡି ହେଇକି ଲମ୍ବା ହେଇକି ପଡିଛନ୍ତି ଶିରା ପ୍ରଶିରା ରହିଗଲାଣି ଚମଡା ହେଇଗଲାଣି ସବୁ ସ୍କିନ୍ ହେଇଗଲାଣି ପୁରା ଗୋଟେ ମାନବ ଶରୀର ଗଠନ ହେଇଗଲାଣି ଲକ୍ଷ ଲକ୍ଷ ସଂଖ୍ୟାରେ ମାନବ ଶରୀର ଗଠିତ ହେଇକି ପୁରା ଭେଲିରେ ପଡି ରହିଲାଣି କିନ୍ତୁ ସବୁ ଶବ ଭଳିଆ ପଡି ରହିଛନ୍ତି ପ୍ରାଣ ବାୟୁ ନାହିଁ ସେତେବେଳକୁ ସଦାପ୍ରଭୁ ପୁଣି କହୁଛନ୍ତି ତୁମେ ବାୟୁ ଉଦ୍ଦେଶ୍ୟରେ ଭବିଷ୍ୟତ ବାକ୍ୟ ପ୍ରଚାର କର ଆଉ ବାୟୁକୁ କୁହ ସଦାପ୍ରଭୁ ଏହି କଥା କହନ୍ତି ହେ ପ୍ରାଣବାୟୁ ଚତୁର୍ଦିଗରୁ ଆସ ଏହି ହତ ଲୋକମାନେ ଯେପରି ଜୀବିତ ହେବେ ଏଥିପାଇଁ ସେମାନଙ୍କ ଉପରେ ବହ ଜିହିଜିକେଲ ପୁଣି ବାୟୁ ଉଦ୍ଦେଶ୍ୟରେ ଭବିଷ୍ୟତ ବାକ୍ୟ ପ୍ରଚାର କରୁଛନ୍ତି କି ବାୟୁ
ତୁମେ ଚାରି ଦିଗରୁ ଆସିକି ଏଇ ଯୋଉ ଲୋକମାନେ ମରି ପଡିଛନ୍ତି, ଯୋଉ ଶବ ହେଇ ପଡିଛନ୍ତି, ସେମାନଙ୍କ ଉପରେ ବହ, ମାନେ ସେମାନଙ୍କ ଉପରେ, ସେମାନଙ୍କ ଦେହରେ ସେ ବାୟୁ ପ୍ରବେଶ କରୁ, ଆଉ ସମସ୍ତଙ୍କ ଉପରେ ସେ ବାୟୁ ବହୁଛି। ତାପରେ ଆମେ ଦେଖୁଛୁ ସବୁ କିଛି ଶରୀର ଜୀବନ୍ତ ହେଇଯାଉଛି, ପ୍ରାଣବାୟୁ ସେମାନଙ୍କ ମଧ୍ୟରୁ ପଶି ଯାଉଛି, ଆଉ ସମସ୍ତେ ଜୀବିତ ହଉଛନ୍ତି। ଆଉ ସେମାନେ ଗୋଟେ ଅତିଶୟ ମହତି ସେନା ହୋଇ ଆପଣା ଆପଣା ଚରଣରେ ଠିଆ ହଉଛନ୍ତି। ସମସ୍ତେ ଠିଆ ହେଇ ପଡୁଛନ୍ତି, ସମସ୍ତେ ବିରାଟ ସେନା ଦଳ, ଗୋଟେ ବହୁତ ବଡ ଗୋଟେ ମାନେ ଏତେ ବଡ ଗ୍ରୁପ ର ମହତି ସେନା ଦଳ ଠିଆ ହଉଛନ୍ତି। ଲକ୍ଷ ଲକ୍ଷ ଗ୍ରୁପ ଅଫ ସୋଲଜର୍ସ ଠିଆ ହେଇଯାଉଛନ୍ତି ସେଠି, ଆଶ୍ଚର୍ଯ୍ୟ କରୁଛନ୍ତି। ଏଇ ଯୋଉ ସ୍ୱପ୍ନରେ ଯୋଉ ହିଜିକେଲକୁ ସଦାପ୍ରଭୁ ଦେଖାଉଛନ୍ତି, ଏହାର ଅର୍ଥ ସେ ପୁଣି ତଳକୁ ବି ଲେଖିଛନ୍ତି। ଇଏ ହଉଛି ଯେତେବେଳେ ଏଇ ସମୟର ଘଟଣା କାହିଁକି ଦର୍ଶନ ଦଉଛନ୍ତି ସଦାପ୍ରଭୁ ଜିହିଜିକେଲକୁ, ଜିହିଜିକେଲ ଯେତେବେଳେ ଚିନ୍ତିତ ହେଇ ପଡୁଥିଲେ, ସେତେବେଳେ ସେ ମେସେଜ ଦଉଛନ୍ତି, ଗୋଟେ ଇସ୍ରାଏଲକୁ ପୁନରୁଦ୍ଧାରର ମେସେଜକୁ ଦଉଛନ୍ତି। ସେ କହୁଛନ୍ତି ଇସ୍ରାଏଲ ଲୋକମାନଙ୍କୁ ସେମାନଙ୍କର ପାପ ଓ ପ୍ରତିମା ପୂଜାରୁ ଅନୁତାପ କରିବା ପାଇଁ ଡାକରା ଦେଇଥିଲେ। ତାପରେ ଏଟା ସେ କହୁଛନ୍ତି ସେ ସାମର୍ଥ୍ୟ କେମିତି ସେ ପୁନରୁଦ୍ଧାର କରିବେ, କେମିତି ଆମେ ପୁଣି 37ର ଆଗକୁ ପଢିଲେ 10, 11, 12, 13, 14ରେ ଆମେ ଜାଣିପାରିବା। ସେ କହୁଛନ୍ତି ମୁଁ କେମିତି କବର ଭିତରୁ ବି ଉଠେଇ ପାରିବି। ପ୍ରକୃତରେ ସେ ଶୁଖିଲା ହାଡକୁ ଜୀବନ ଦେଇକି ଗୋଟେ ମହତି ସେନା କରିପାରୁଛନ୍ତି, ଅସମ୍ଭବକୁ ସମ୍ଭବ କରିପାରୁଛନ୍ତି। ସେଇ ଶୁଖିଲା ହାଡରେ ଜୀବନ ନଥିଲା, କିନ୍ତୁ ପରମେଶ୍ୱର ଭବିଷ୍ୟତବାଣୀ କରିବାକୁ ଆଦେଶ ଦଉଛନ୍ତି। ଏଠୁ ଆମେ କଣ ଗୋଟେ ହୋପଲେସ୍ ସିଚୁଏସନକୁ ଦେଖୁଛୁ। ଆଉ ପ୍ରଭୁ କହୁଛନ୍ତି ଇସ୍ରାଏଲୀୟ ମାନେ ଯେତେବେଳେ ଏଇ ସମୟର ଘଟଣା ବହୁତ ଆଶା ହରେଇ ଦେଇଥିଲେ, ସେମାନେ ଶୁଷ୍କ ଅସ୍ଥି ସାଙ୍ଗେ ସମାନ ହେଇକି ପଡି ରହିଥିଲେ, ଅପମାନଜନକ ପରିସ୍ଥିତିରେ ପଡି ରହିଥିଲେ, ବାବିଲୋନରେ ବନ୍ଦୀ ଅବସ୍ଥାରେ ଥିଲେ। ସେମାନଙ୍କର ଆଉ କିଛି ଆଶା ଭରସା ନଥିଲା, ସେମାନେ ପୁରା ଶୁଷ୍କ ଅସ୍ଥି ସାଙ୍ଗେ ସମାନ ଥିଲେ। ସେମାନେ ଭାବୁଥିଲେ ସବୁ କିଛି ସରିଯାଇଛି, କିନ୍ତୁ ସଦାପ୍ରଭୁ ପରମେଶ୍ୱର ବହୁତ ଭଲ ପାଆନ୍ତି ତାଙ୍କର ଲୋକମାନଙ୍କୁ, ସେ କେବେ ଛାଡନ୍ତିନି। ଇସ୍ରାଏଲ ମାନଙ୍କୁ ସେ କେତେ ଭଲ ପାଇକି ତାଙ୍କୁ ମିସ୍ର ଦେଶରୁ ଆଣିଲେ, ତାଙ୍କୁ ସୁନ୍ଦର କିନାନରେ ସ୍ଥାପନ କଲେ। ତଥାପି ଇସ୍ରାଏଲ ମାନେ ଆଚରଣରେ କ୍ରିୟାରେ ବହୁତ ଅବାଧ୍ୟ ହେଲେ, ଅଶୁଚି କାର୍ଯ୍ୟ କଲେ, ପ୍ରଭୁଙ୍କୁ ବହୁତ ଦୁଃଖ ଦେଲେ, ପ୍ରତିମା ପୂଜା ଆଡେ ମନ ଧ୍ୟାନ ଦେଲେ, ଈଶ୍ୱରଙ୍କୁ ତାଙ୍କର ନାମକୁ ଅପବିତ୍ର କଲେ। କାହିଁକି ଆମେ ଦେଖୁଛୁ ଜିହିଜିକେଲ 36:17ରେ ଲେଖା ହେଇଛି, ହେ ମନୁଷ୍ୟ ସନ୍ତାନ, ଇସ୍ରାଏଲ ବଂଶ ନିଜ ଦେଶରେ ବାସ କରିବା ବେଳେ ସେମାନେ ଆପଣା ମାନଙ୍କର ଆଚରଣ ଓ କ୍ରିୟା ଦ୍ଵାରା ତାହା ଅଶୁଚି କଲେ। ଆଚରଣ ଆଉ କ୍ରିୟା ଦ୍ଵାରା ପ୍ରଭୁଙ୍କୁ ବହୁତ କଷ୍ଟ ଦେଲେ, ଯାହା ଦ୍ଵାରା ପ୍ରଭୁ ସେମାନଙ୍କୁ ବନ୍ଦିତ ଅବସ୍ଥାକୁ ନେଇଯାଉଛନ୍ତି। ପ୍ରଭୁ କହୁଛନ୍ତି ଆଶା ହରାଅନି। ଏ ଦର୍ଶନ ଦ୍ଵାରା ଜଣାଉଛନ୍ତି ଆଜି ବି ଆଶା ଅଛି, ପ୍ରଭୁ ତୁମମାନଙ୍କୁ ଛାଡି ନାହାନ୍ତି। ଆଜି ବି ମନ ପରିବର୍ତ୍ତନ କର, ଆଜି ବି ତୁମେ ସେଇ ଯୋଉ ପ୍ରତିମା ପୂଜାରୁ ପଳାୟନ କର, ଅଶୁଚି ଜୀବନରୁ ଶୁଚି ଜୀବନ କାଟ, ଆଉ ଈଶ୍ୱରଙ୍କର ବାକ୍ୟ ମାନ, ଆଦେଶକୁ ମାନ, ଈଶ୍ୱର ଯୋଉ କମାଣ୍ଡମେଣ୍ଟ ଦେଇଛନ୍ତି ତାହା ମାନ। ତାହା ମାନିଲେ ସଦାପ୍ରଭୁ ତାଙ୍କୁ ରେଷ୍ଟୋର କରିପାରିବେ। ଏଇ ଘଟଣାରୁ ସେ ଜଣାଉଛନ୍ତି ଏତେ ବଡ ଶୁଷ୍କ ଅସ୍ଥି ଯଦି ଜୀବନ ପାଇପାରୁଛି, ଯେତେ ହୋପଲେସ୍ ସିଚୁଏସନ, ଯେତେ ମାନେ ନିରାଶ ହତାଶ ପରିସ୍ଥିତି ହେଇଥାଉ, ଯେତେ ନେଗେଟିଭ ସିଚୁଏସନ ହେଇଥାଉ, ସେଥିରୁ ପ୍ରଭୁ ହିଁ ବାହାର କରିବା ପାଇଁ ସାମର୍ଥ୍ୟ ପରମେଶ୍ୱର ବୋଲି ସେ ଦର୍ଶନ ମାଧ୍ୟମରେ ଜିହିଜିକେଲଙ୍କୁ ଜଣାଉଛନ୍ତି କି ତାଙ୍କ ଦ୍ଵାରା ସବୁ ସମ୍ଭବ। ସେ ଇସ୍ରାଏଲୀୟ ମାନଙ୍କୁ ପୁନରୁଦ୍ଧାର କରିବେ। ଆଉ ସେମାନଙ୍କୁ ଆମେ ଯେତେବେଳେ 37ରେ ପଢୁଛୁ 13ରେ, ସେ କହୁଛନ୍ତି ତୁମମାନଙ୍କ କବରରୁ ବାହାର କରିକି ଆଣିବା ତୁମମାନଙ୍କୁ, ମାନେ ସେ ସବୁ କରିପାରିବେ। ସେଇ ବିଷୟରେ ସେ ଦର୍ଶନରେ ଜଣାଉଛନ୍ତି, ଆଉ କହୁଛନ୍ତି ଯୋଉ ଅବସ୍ଥାରେ ଅଛ ସେଇ ଅବସ୍ଥାରୁ ତୁମକୁ ସଦାପ୍ରଭୁ ପରମେଶ୍ୱର ବାହାର କରିବାର ସାମର୍ଥ୍ୟ ଅଛି। ଆଉ
ନିଜ ଦେଶକୁ ଫେରେଇ ଆଣିବେ ବୋଲି ସେ ଏଇଥିରୁ ସେ ଦର୍ଶନ ମାଧ୍ୟମରେ ତାଙ୍କୁ ଜଣାଉଛନ୍ତି। ଆଉ ଆମେ ଏଠି ଦେଖୁଛୁ ଯେତେବେଳେ ଏଇ ସବୁ ଘଟଣା ଘଟୁଛି ସେତେବେଳେ ସେ ଏଇ ଦର୍ଶନ ଦ୍ୱାରା କେତେ ସାନ୍ତ୍ୱନା ପାଉଛନ୍ତି ଆଉ ସାହସ ପାଉଛନ୍ତି। ଇସ୍ରାଏଲ ମାନଙ୍କୁ କହୁଛନ୍ତି ସେମିତି ଆମେ ମାନେ ଜୀବନରେ ଯେତେବେଳେ ଆମେ ମାନେ ମଧ୍ୟ ଆମ ଜୀବନରେ ଇସ୍ରାଏଲ ମାନେ ଯେମିତି ଭବିଷ୍ୟତରେ ପୁନରୁଦ୍ଧାନ ନବୀକରଣର ବାର୍ତ୍ତା ଦେଇ ଦର୍ଶନ ମାଧ୍ୟମରେ ଦଉଛନ୍ତି, ସେମିତି ଈଶ୍ୱର ଆମକୁ ମଧ୍ୟ କହୁଛନ୍ତି କି ଆଜି ଆମେ ଆମର ଯୋଉ ପରିସ୍ଥିତି ଥାଉ ନା କାହିଁକି ଆମକୁ ସେ ରେଷ୍ଟୋର କରିବା ପାଇଁ ସାମର୍ଥ୍ୟ ପରମେଶ୍ୱର। ଆମର ଯୋଉ ବି ନେଗେଟିଭ ସିଚୁଏସନ ଥାଉ, ଯୋଉ ବି ପରିସ୍ଥିତି ହେଇଥାଉ ପାରୁ, ଆଶାହୀନ ପରିସ୍ଥିତି, ଶୁଷ୍କ ଅସ୍ଥି ସାଙ୍ଗେ ସମାନ ପରିସ୍ଥିତି, ଅସମ୍ଭବ ଅବାସ୍ତବ ଲାଗିଥାଇପାରେ, କିନ୍ତୁ ସଦାପ୍ରଭୁ ପରମେଶ୍ୱର ସାମର୍ଥ୍ୟ, ସେ ସବୁ କରିପାରିବେ। ଆମେ ଦେଖୁଛୁ ପରମେଶ୍ୱର ଝିଅ ପଚାରୁଛନ୍ତି ଏଠି କଣ ସଜୀବ ହେଇପାରିବେ ଏମାନେ ଅସ୍ଥି ସବୁ? ସଦାପ୍ରଭୁ ପରମେଶ୍ୱର ଜାଣନ୍ତି ବୋଲି ଝିଜିକେଲ କହୁଛନ୍ତି ଆଉ ତାଙ୍କର ଆଜ୍ଞା ମାନି ବାକ୍ୟ ପ୍ରଚାର କରୁଛନ୍ତି। ଅସ୍ଥି ମାନଙ୍କ ସାମ୍ନାରେ ଶୁଷ୍କ ଅସ୍ଥି ସାମ୍ନାରେ ସେ ବାକ୍ୟ ପ୍ରଚାର କରୁଛନ୍ତି। ବାୟୁକୁ ପ୍ରଚାର କରୁଛୁ, ବାୟୁକୁ ପ୍ରଚାର ଭବିଷ୍ୟତ ବାକ୍ୟ ପ୍ରଚାର କରୁଛନ୍ତି କି ଚାରିଆଡୁ ଆସିକି ବହ। ଆମେ ଏଠି ଦେଖୁଛୁ ଆଶ୍ଚର୍ଯ୍ୟ କାର୍ଯ୍ୟ। ସେଇଠି ଆମେ ଦେଖୁଛୁ ଏଇ ଯୋଉ ଭବିଷ୍ୟତବାଣୀ ସେ ଯେତେବେଳେ ପ୍ରଚାର କରୁଛନ୍ତି ସେତେବେଳେ ଶୁଷ୍କ ଅସ୍ଥି ସବୁ ଗୋଟେ ମହତୀ ସେନା ହେଇଯାଉଛନ୍ତି ଆଉ ଶରୀରରେ ପ୍ରାଣବାୟୁ ପ୍ରବେଶ କରୁଛି। ଏଠି ଆମେ ଦେଖୁଛୁ ଯେ ଏଇ ଯୋଉ ଘଟଣା, ଏଇ ଶୁଖିଲା ହାଡ ଗୁଡେ ଇସ୍ରାଏଲ ଲୋକମାନଙ୍କୁ ପ୍ରତିନିଧିତ୍ୱ କରୁଛି। ଆଜି ସେମାନେ ସେତେବେଳେ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହେଇଯାଇଥିଲେ। ଦର୍ଶନ ମାଧ୍ୟମରେ ପ୍ରଭୁ ପ୍ରମିଶ କରୁଛନ୍ତି ଆଉ ନିଜ ଦେଶକୁ ଫେରେଇ ଆଣିବେ, କବରରୁ ଉଠେଇ ଆଣିବେ ଆଉ ନିଜର ଆତ୍ମା ଦେଇ ସେମାନଙ୍କୁ ପୁନର୍ଜୀବିତ ବୋଲି କରିବେ ବୋଲି ଏଠି ଦେଖାଉଛନ୍ତି। ଯୋଉ ବାୟୁ ପ୍ରବେଶ କରାଇଲେ ଆତ୍ମା ପଠେଇ ସେମାନଙ୍କୁ ସଜୀବ କରୁଛନ୍ତି। ଆତ୍ମିକ ଭାବରେ ସେମାନେ ମୃତ ହେଇଯାଇଥିଲେ, ପ୍ରଭୁ କହୁଛନ୍ତି ତାଙ୍କୁ ତାଙ୍କର ନିଜର ଆତ୍ମା ପଠେଇ ସଜୀବ କରିବେ ଆଉ ପୁନର୍ଜୀବିତ କରିବେ ଆଉ ତାଙ୍କ ଦେଶକୁ ଫେରେଇ ଆଣିବେ କହୁଛନ୍ତି। ଆମେ ଏଠି ଦେଖୁଛୁ ଗୋଟେ ନିରାଶାରେ ଆଶା ଆମ ଜୀବନରେ। ଆମେ ତାହା ଯେତେବେଳେ ଆମେ କମ୍ପେୟାର କରୁ, ଆଜି ଆମେ ମଧ୍ୟ ଅନେକ ସମୟରେ ଆମର ଏଇ ଜଗତରେ ଅନେକ ସମୟରେ ଆମେ ପ୍ରଭୁଙ୍କଠୁ ଦୂରେଇ ଯାଇଥାଉ। ଆମେ ଯେତେବେଳେ ପ୍ରଭୁଙ୍କର ବାକ୍ୟ ମାନି ନଥାଉ, ବାକ୍ୟ ଅନୁଯାୟୀ ଜୀବନ କାଟି ନଥାଉ, ତାଙ୍କର ବାଉଣ୍ଡରୀ ବାହାରକୁ ଚାଲି ଯାଇଥାଉ, ତାଙ୍କର ଆଶ୍ରୟ ଦୁର୍ଗରୁ ବାହାରକୁ ଚାଲି ଯାଇଥାଉ, ଆମେ ଶୟତାନର ହାବୁଡରେ ପଡି ବନ୍ଦୀ ଅବସ୍ଥାକୁ ଚାଲି ଯାଇଥାଉ, ପାପ ଦ୍ୱାରା ବନ୍ଦୀ ହେଇଯାଇଥାଉ। ଆମ ଜୀବନରେ ଆଜି ଆମେ ପ୍ରତିମା ପୂଜା ନ କରିଥାଇପାରୁ, କିନ୍ତୁ ଆମ ଜୀବନରେ ଆଜି ବି ସେ ସ୍ୱାର୍ଥ, ଆମ ମନରେ ସେଇ ଗର୍ବ, ଅହଙ୍କାର, ଲୋଭ, ମାୟା, ମୋହ ମାୟା, ଧନ ସମ୍ପତ୍ତିର ଲୋଭ, ଏଇ ସବୁ ଜିନିଷ ଆଜି ବି ଆମମାନଙ୍କ ହୃଦୟରେ ରହିଛି। ଆମେ ଆଜି ସେଇ ସବୁ ଜିନିଷରେ ବନ୍ଦୀ ହେଇଯାଉଛୁ। ଆମେ ଅନୁତାପ ହୃଦୟରେ ପ୍ରଭୁଙ୍କ ପାଖକୁ ଫେରି ଆସିବା। ପ୍ରଭୁ ଏକମାତ୍ର ପରମେଶ୍ୱର ଯିଏକି ଆମକୁ ସଜୀବ କରିବେ ଆଉ ରକ୍ଷା କରିବେ ଆଉ ତାଙ୍କର ପଥକୁ ଫେରେଇ ଆଣିବେ ଆଉ ଆମକୁ ପରିବର୍ତ୍ତିତ ହୃଦୟ ଦେଇପାରିବେ। ଆଉ ଆମେ ମଧ୍ୟ ତାଙ୍କୁ ଆଜି ବି ଆମର ଆଚରଣ ଆଉ କ୍ରିୟା ଦ୍ୱାରା ଇସ୍ରାଏଲ ମାନେ ଯେମିତି ଦୁଃଖ ଦେଇଥିଲେ, ଆଜି ମଧ୍ୟ ଆମର ସ୍ୱଭାବ, ଆମର ଆଚରଣ, ଆମର କ୍ରିୟା ଦ୍ୱାରା ଆମେ ତାଙ୍କୁ ଅଶୁଚି କରିଥାଉ, ତାଙ୍କ ନାମକୁ ଅପବିତ୍ର କରିଥାଉ, ତାଙ୍କୁ ଦୁଃଖ ଦେଇଥାଉ, ଜୀବନରେ ଫାଷ୍ଟ ଇମ୍ପୋର୍ଟାନ୍ସ ତାଙ୍କୁ ଦେଇନଥାଉ, ଅନେକ ସମୟରେ ଜଗତକୁ ଫାଷ୍ଟ ଇମ୍ପୋର୍ଟାନ୍ସ ଦେଇଥାଉ। ଏଇ ସବୁ ଦ୍ୱାରା ପ୍ରଭୁଙ୍କୁ କଷ୍ଟ ଦେଇଥାଏ। ଆଜିର ବାକ୍ୟ ଦ୍ୱାରା ଆମେ ଜାଣିପାରିବା ଯେ ଆମେ ଆଜି ଯୋଉ ପରିସ୍ଥିତିରେ ଅଛୁ, ଆମେ ଫେରି ଆସିବା ସଦାପ୍ରଭୁଙ୍କ ପାଖକୁ, ଆମେ ତାଙ୍କୁ ମନେ ପକେଇବା ଆଉ ଯେତେବେଳେ ଆମେ ତାଙ୍କ ପାଖରେ ସରେଣ୍ଡର କରିବା, ସେ ହିଁ ସାମର୍ଥ୍ୟ, ସେ ଆମକୁ କ୍ଷମା କରି ଦୟା କରିବେ, ସେ ନିରାଶାରେ ଆଶା ଦେଇପାରିବେ,
ସେଇ ଏକମାତ୍ର ପରମେଶ୍ୱର ଶୁଷ୍କ ଅସ୍ଥିକୁ ଯଦି ସେ ଜୀବନ ଦେଇପାରିଲେ, ଆଶାହୀନ ପରିସ୍ଥିତିରେ ସେ ଆଶା ଦେଇପାରିବେ। ଅସମ୍ଭବକୁ ସମ୍ଭବ କରିବାର ପରମେଶ୍ୱର ସେ ଅଟନ୍ତି। ଆମ ଜୀବନରେ ଯେତେବେଳେ ସବୁ କିଛି ଶେଷ ହେଇଛି, ଥରେ ଥରେ ଏମିତି ଲାଗେ ଯେ ଆମ ଜୀବନରେ ସବୁ କିଛି ସରିଯାଇଛି। ନାଇଁ, ଶୁଖିଲା ହାଡ଼ ଭଳିଆ ହେଇଯାଇଛି, ନିର୍ଜୀବ ହେଇଯାଇଛି ଆମ ଜୀବନ ଭାବିଥାଉ, କିନ୍ତୁ ନାଇଁ, ସଦା ପ୍ରଭୁଙ୍କ ପାଖରେ ଆଜି ବି ଆମ ପାଇଁ ତାଙ୍କର ଯୋଜନା ରହିଛି। ଆମେ ଯେତେବେଳେ ପ୍ରଭୁଙ୍କ ପାଖକୁ ଫେରି ଆସୁ, ସେ ଆମକୁ କୋଳେଇ ନେବା ପାଇଁ ଅପେକ୍ଷା କରି ରହିଛନ୍ତି। ଆମେ ଦେଖିଛୁ ଅପବ୍ୟ ପୁତ୍ର ଯେତେବେଳେ ନିଜେ ଚେତନା ପାଉଛି, ସେ ଯେତେବେଳେ ଫେରି ଆସୁଛି ବାପାଙ୍କ ପାଖକୁ, ବାପା ଦୌଡ଼ି ଯାଉଛନ୍ତି। ପୁଅ ଆସିବା ପଥକୁ ଅପେକ୍ଷା କରି ବସିଛନ୍ତି, ଦୌଡ଼ି ଯାଇ ପୁତ୍ରକୁ କୁଣ୍ଢେଇ ପକାଉଛନ୍ତି। ସେ ଦେଖୁନାହାନ୍ତି ସେ କେତେ ମଇଳା ଅଛି, ସେ ଦେଖୁନାହାନ୍ତି ସେ କେତେ ଛିଣ୍ଡା ଲୁଗାପଟା ଅସନା ଘୁଷି ସାଙ୍ଗରେ ଜୀବନ କାଟୁଥିଲା, କେମିତି ଥିବ ତାର କଣ୍ଡିସନ, ସେ ସବୁ କିଛି ମାନେ ତାର ଆମେ ଜାଣିପାରୁଛୁ ତାର କେମିତି କଣ୍ଡିସନରେ ସେ ଫେରିଥିବ। ତଥାପି ବାପା ତାକୁ କୋଳେଇ ନଉଛନ୍ତି। ସେଇ ସଦାପ୍ରଭୁ ଆମେ ଆଜି ଯେତେ ପାପ, ଯେତେ ଭୁଲ, ଯେତେ ଆମେ ପାପ କରିଥାଉ, ଯେତେ ମନ୍ଦ ଯାହା ବି କରିଥାଉ, ପ୍ରଭୁଙ୍କ ପାଖକୁ ଆମେ ଯେତେବେଳେ ଫେରି ଆସିବା, ସେ ଆମକୁ ଉଦ୍ଧାର କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ସେଦିନ ଜେହିଜିକଲକୁ କହିଥିଲେ, ଇସ୍ରାଏଲ ମାନଙ୍କୁ କୁହ ସେ ପ୍ରତିମା ପୂଜାରୁ ପଳାୟନ କରନ୍ତୁ। ସଦାପ୍ରଭୁଙ୍କୁ ପବିତ୍ର, ତାଙ୍କର ନାମକୁ ପବିତ୍ର ଭାବରେ ତାଙ୍କୁ ମାନନ୍ତୁ। ଯେତେବେଳେ ସେମାନେ ମାନିବେ, ସେଇ ଏଇ ରେଷ୍ଟୋରେସନକୁ ସେ ଦେବେ ବୋଲି କହୁଛନ୍ତି। ଜେହିଜିକଲଙ୍କ ଦ୍ୱାରା ସେ ଇସ୍ରାଏଲିଆ ମାନଙ୍କୁ ସେଦିନ ସୁନ୍ଦର ଭାବରେ ଦର୍ଶନ ମାଧ୍ୟମରେ କଥା କହୁଛନ୍ତି। ଆଜି ମଧ୍ୟ ଏ ଦର୍ଶନ ଆମକୁ ଶିଖଉଛି। ସେ ସବୁ ଆମକୁ ସବୁ ପ୍ରକାର ପରିସ୍ଥିତିରୁ ଆମକୁ ବାହାର କରିପାରିବେ। ଆମେ ଯଦି ତାଙ୍କ ପାଖରେ ସରେଣ୍ଡର କରିବା, ସେ ଆମକୁ ସେ ପରିସ୍ଥିତିରୁ ବାହାର କରିପାରିବେ। ତାଙ୍କ ଠାରେ ହିଁ ଆମର ଆଶା ଅଛି। ପରିସ୍ଥିତି ଯେତେ ଶୋଚନୀୟ କି ମୃତ ପ୍ରାୟ ହେଇଥାଉ, ପରମେଶ୍ୱର ସେଥିରେ ଜୀବନ ସଞ୍ଚାର କରିପାରିବେ। ଆଉ ଆମେ ଗୋଟେ ଫାର୍ଷ୍ଟ ପଏଣ୍ଟ ଦେଖୁଛୁ ନିରାଶାରେ ଆଶା, ସେକେଣ୍ଡ ପଏଣ୍ଟ ଆମେ ଏଠି ଦେଖୁଛୁ ପରମେଶ୍ୱରଙ୍କର ଶକ୍ତି। ଆମେ ପରମେଶ୍ୱରଙ୍କର ଶକ୍ତିକୁ ଆମେ ସମସ୍ତେ ଅନୁଭବ କରିଛୁ। ଆମେ ଆହୁରି ଜାଣିପାରିବା ସେ କେତେ ଅଲମାଇଟି ପାୱାର ତାଙ୍କର ଅଛି, ତାଙ୍କର ଅଲମାଇଟି ପାୱାର ଅଛି। ସେ ସବୁ ପୁନରୁଦ୍ଧାର କରିବାର ଶକ୍ତି ତାଙ୍କ ପାଖରେ ଅଛି। ସେ ନୂତନୀକରଣର ଶକ୍ତି ତାଙ୍କ ପାଖରେ ଅଛି। ଆମର ଯଦି କିଛି ଭାଙ୍ଗି ଯାଇଛି ସମ୍ପର୍କ, ସେ ଯୋଡ଼ି ଦେବାର ବିଷୟ ଅଛି। ଯାହା ନଷ୍ଟ ହେଇଯାଇଛି ଭବିଷ୍ୟତ, ତାହାକୁ ପୁନରୁଦ୍ଧାର କରିବାର ଶକ୍ତି ତାଙ୍କ ପାଖରେ ଅଛି। ଯୋଉ ଜିନିଷ ବି ଅସମ୍ଭବ ହେଇଥାଇପାରେ ଆମ ଜୀବନରେ, ତାହା ସେ ସମ୍ଭବ କରିବାର ଶକ୍ତି ତାଙ୍କ ପାଖରେ ଅଛି। ଆଉ ଆମେ ପୁଣି ଆଉ ଗୋଟେ ଦେଖୁଛୁ ତାଙ୍କର ବାକ୍ୟରେ ଶକ୍ତି ଅଛି। ଜେହିଜିକେଲ ଯୋଉ ବାକ୍ୟ ଘୋଷଣା କରୁଛନ୍ତି, ସେଇ ଘୋଷଣା, ସେ ବାକ୍ୟର ଘୋଷଣାରେ ହିଁ ପ୍ରାଣବାୟୁ ପ୍ରବେଶ କରୁଛି। ବାକ୍ୟରେ ହିଁ ଅସ୍ଥି ଯୋଡି ହେଇଯାଉଛି। ସେ ବାକ୍ୟ, ଆମ ପାଖରେ ଜୀବନ୍ତ ଈଶ୍ୱରଙ୍କର ବାକ୍ୟ ଅଛି। ସେ ବାକ୍ୟ ଆମେ ସମସ୍ତେ ଜାଣିଛୁ, ଏ ବାକ୍ୟ କେତେ ପାୱାରଫୁଲ। ଏ ବାକ୍ୟ କେତେ ପାୱାରଫୁଲ ଆମେ ସମସ୍ତେ ଜାଣିଛୁ। ଏ ବାକ୍ୟ ଆମେ ଯେତେବେଳେ ଏବ୍ରୀ 4:12 ଲେଖା ହେଇଛି, ସମସ୍ତେ ଆମେ ଜାଣିଛୁ, କାରଣ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ କାର୍ଯ୍ୟ ସାଧକ, ପୁଣି ଦୁଇଧାର ଖଡ୍ଗ ଠାରୁ ତୀକ୍ଷ୍ମତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ, ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ସେହି ବାକ୍ୟ ଆମକୁ ବହୁ ସାହାଯ୍ୟ କରେ। ଆଉ ଆମେ ଯେତେବେଳେ ରୋମିଓ 1:16 ଆମେ ଦେଖୁଛୁ, ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କର ଶକ୍ତି ଅଟେ ଏହି ସୁସମାଚାର, ଏ ବାକ୍ୟ। ତ ଆମେ ଏ ବାକ୍ୟକୁ ଆମ ଜୀବନରେ ଘୋଷଣା କରିବା। ଏ ବାକ୍ୟ ହିଁ କେତେ ବହୁମୂଲ୍ୟ ଅଟେ। ଦାଉଦ ଯେମିତି ଗୀତ ସଂହିତା 119:72 ଲେଖୁଛନ୍ତି, ହଜାର ହଜାର ସୁନା ଓ ରୂପା ଅପେକ୍ଷା ତୁମ ମୁଖର ବ୍ୟବସ୍ଥା ମୋ ପ୍ରତି ଉତ୍ତମ। ଏଇ ସବୁ ଜିନିଷକୁ ଆମର ହାର୍ଟରେ ରଖିବା, ଆଉ ହୃଦୟ ମଧ୍ୟରେ ଏ ବାକ୍ୟକୁ ସଞ୍ଚୟ କରିବା। ଜୀବନରେ ଯୋଉ ବି ପରିସ୍ଥିତି ଆସୁ, ସବୁ ପରିସ୍ଥିତିକୁ ବଦଳେଇବାର, ସବୁ ପରିସ୍ଥିତିର ସମାଧାନ ଏହି ବାକ୍ୟରେ ଅଛି। ଏ ବାକ୍ୟକୁ ଆମେ ଯେତେବେଳେ ଆମ ଜୀବନରେ
ଆମେ ଘୋଷଣା କରିବା ଆମର ଜୀବନରେ ପ୍ରଭୁଙ୍କର ପ୍ରମିସକୁ ମନେ ପକେଇବା ଆଉ ଆମେ ପ୍ରାର୍ଥନାରେ ପ୍ରଭୁ ତୁମେ ଆମକୁ ଏଇ ପ୍ରମିସ କରିଛ ବୋଲି ଆମେ ବାକ୍ୟକୁ ଘୋଷଣା କରିବା ପ୍ରଭୁ ଆମକୁ ଉତ୍ତର ଦେବେ। ଏ ବାକ୍ୟର ସାମର୍ଥ୍ୟକୁ ଆମେ ବୁଝିବା କାହିଁକି ନା ଏ ବାକ୍ୟ ହିଁ ଆମକୁ ଜୀବନ ଦେଇଥାଏ। କାହିଁକି ନା ପ୍ରଭୁ ଆମେ ଯେତେବେଳେ ଦ୍ୱିତୀୟ ବିବରଣ 8:3 ମଧ୍ୟ ଦେଖିଛୁ ସଦାପ୍ରଭୁଙ୍କ ମନୁଷ୍ୟ ଯେ କେବଳ ରୁଟିରେ ବଞ୍ଚେନି ମାତ୍ର ସଦାପ୍ରଭୁଙ୍କର ମୁଖରେ ଯାହା ନିର୍ଗତ ହୁଏ ତହିଁରେ ହିଁ ବଞ୍ଚେ। ଏ ବାକ୍ୟ ହିଁ ଆମକୁ ଜୀବନରେ ବଞ୍ଚେଇବ। ଯୋଉ ବି ପରିସ୍ଥିତି ଆସୁ ସମସ୍ୟାର ସମାଧାନ ସବୁ କିଛି ଏ ବାକ୍ୟଠି ଅଛି। ଏ ବାକ୍ୟକୁ ଆମେ ଘୋଷଣା କରିବା ଏ ବାକ୍ୟରେ ଜୀବନ ଅଛି। ଜିହିଜିକାଲ କେବଳ ସଦାପ୍ରଭୁଙ୍କର ଆଜ୍ଞାରେ ବାକ୍ୟ କହିବାରୁ ହିଁ ହାଡ଼ ଗୁଡ଼ିକ ଜୀବନ୍ତ ହୋଇଥିଲା। ଆମେ ଜାଣିପାରୁଛୁ ଯେ ସଦାପ୍ରଭୁଙ୍କ ବାକ୍ୟରେ ଜୀବନ ଦେବାର ଆଉ ପରିବର୍ତ୍ତନ ଆଣିବାର ଅସୀମ ଶକ୍ତି ଅଛି। ଆଜି ମଧ୍ୟ ଆମକୁ ପରିବର୍ତ୍ତିତ କରିପାରିବ ଏ ବାକ୍ୟ ଆଉ ଆମକୁ ଆମର ଆତ୍ମିକ ଜୀବନରେ ମଧ୍ୟ ବଢେଇ ପାରିବ ଆଉ ଈଶ୍ୱରଙ୍କର ନିକଟତର କରିପାରିବ। ସେଥିପାଇଁ ଆମକୁ ଆମେ ଏଠି ଦେଖୁଛୁ ଚତୁର୍ଦିଗରୁ ଯେତେବେଳେ ଶରୀର ଗଠନ ହେଇଗଲା ଆମେ ଦେଖୁଛୁ ଏଥିରେ ଜୀବନ ନଥିଲା। ଚତୁର୍ଦିଗରୁ ପ୍ରାଣବାୟୁ ବହିବା ପାଇଁ ବା ବାୟୁ ଉପରେ ଭବିଷ୍ୟତ ବାକ୍ୟ ପ୍ରଚାର କରାଗଲା। ଆଉ ସବୁ ବାୟୁ ସେଇ ଶରୀର ଉପରେ ବହି ସେଇ ଜୀବନ ନଥିବା ଶରୀର ଉପରେ ବହିଲାଠୁ ସେମାନେ ଜୀବିତ ହେଇଯାଉଛନ୍ତି। ମାନେ ଆମେ ଏଠି ଦେଖୁଛୁ ଇମ୍ପୋର୍ଟାନ୍ସ ଅଫ ହୋଲି ସ୍ପିରିଟର। ଆମେ କଣ କରିବା ଆମେ ସଦାପ୍ରଭୁ ପରମେଶ୍ୱରଙ୍କର ସାହାଯ୍ୟ ନେବା ଆଉ ପବିତ୍ର ଆତ୍ମାଙ୍କର ସାହାଯ୍ୟ ନେବା। ପବିତ୍ର ଆତ୍ମାଙ୍କର ଶକ୍ତିରେ ଆମେ ସବୁ କରିପାରିବା। ଆଉ ପ୍ରଭୁ ଯେତେବେଳେ ପ୍ରେରିତ 1:8 କହୁଛନ୍ତି ପବିତ୍ର ଆତ୍ମା ତୁମମାନଙ୍କୁ ଶକ୍ତି ପ୍ରାପ୍ତ କରିବ। ସେମିତି ଆମେ ମଧ୍ୟ ପବିତ୍ର ଆତ୍ମାଙ୍କର ରୋଲକୁ ତାଙ୍କର ଇମ୍ପୋର୍ଟାନ୍ସକୁ ବୁଝିବା। କାହିଁକି ନା ପବିତ୍ର ଆତ୍ମା ହିଁ ଆମମାନଙ୍କୁ ଗାଇଡ କରିବେ ଆଉ ତାଙ୍କର ଆମେ ଯେତେବେଳେ ପବିତ୍ର ଆତ୍ମାଙ୍କର ଫଳ ଫଳିବା ସେତେବେଳେ ଆମେ ଲାଇଫରେ ଫ୍ରୁଟଫୁଲ ହେଇପାରିବା। କାହିଁକିନା ପବିତ୍ର ଆତ୍ମାଙ୍କର ଫଳ ଯଦି ଆମ ଜୀବନରେ ଅଛି ହେଲେ ଆମେ ନିଶ୍ଚୟ ଆମ ଜୀବନରେ ବ୍ଲେସିଂସକୁ ଦେଖିବା। ସେଥିପାଇଁ ହୋଲି ସ୍ପିରିଟଙ୍କର ସବୁବେଳେ ତାଙ୍କର ଗାଇଡେନ୍ସକୁ ନେବା। କାହିଁକିନା ଆଧ୍ୟାତ୍ମିକ ଜୀବନ ଯାତ୍ରା ପାଇଁ ପବିତ୍ର ଆତ୍ମାଙ୍କର ସାହାଯ୍ୟ ଅତି ଆବଶ୍ୟକ ଅଟେ। ଆତ୍ମା ବିନା ଆମର ଆଧ୍ୟାତ୍ମିକ ଜୀବନ ଅସମ୍ପୂର୍ଣ୍ଣ ନିର୍ଜୀବ ଅଟେ। ଆତ୍ମିକ ଭାବରେ ସେଦିନ ଇସ୍ରାଏଲ ମାନେ ମୃତ ହେଇଥିଲେ। ସେଥିପାଇଁ ସେ ପୁନର୍ଜୀବିତ ଆତ୍ମିକ ତାଙ୍କର ଆତ୍ମା ପଠେଇ ସେମାନଙ୍କୁ ପୁନର୍ଜୀବିତ କରୁଛନ୍ତି ଆଉ ତାଙ୍କର ପ୍ରକୃତ ସ୍ଥାନକୁ ଫେରେଇ ଆଣିବାର ପ୍ରମିସ କରୁଛନ୍ତି। ଆମକୁ ମଧ୍ୟ ପ୍ରଭୁ କହୁଛନ୍ତି ତୁମକୁ ପୁନରୁଦ୍ଧାର କରିପାରିବୁ ଆଉ ଗୋଟେ ନୂଆ ଜୀବନ ଦେଇପାରିବେ। ଏଇ ପ୍ରମିସକୁ ଆମେ ମନେ ରଖିବା ଆଉ ଆମେ ସବୁବେଳେ ତାଙ୍କର ସେ ବାକ୍ୟକୁ ଆମ ଜୀବନରେ ଆପ୍ଲାଏ କରିବା। ଯୋଉ ସବୁ ବାକ୍ୟ ଆମ ଜୀବନରେ ଯୋଉ ସିଚୁଏସନ ଆସୁ ତାଙ୍କର ଏ ପ୍ରମିସ ବାକ୍ୟକୁ ମନେ ପକେଇବା ଆଉ ଏ ବାକ୍ୟ ଆମକୁ ଗାଇଡ କରିବ। ଆଉ ଏ ବାକ୍ୟ ଆମ ଜୀବନରେ ଆମେ ନିଜେ ନିଜେ ପ୍ରାର୍ଥନାରେ ଘୋଷଣା କରିବା ଆଉ ପବିତ୍ର ଆତ୍ମାଙ୍କର ଗାଇଡେନ୍ସରେ ଆମେ ଆତ୍ମିକ ଜୀବନରେ ବୃଦ୍ଧି ପାଇବା, ଆତ୍ମିକ ଫଳ ପାଇପାରିବା ଆଉ ଯାହା ଦ୍ୱାରା କି ଆମ ଜୀବନର ସବୁ ସମସ୍ୟାରୁ ଆମେ ସମାଧାନ ହେଇପାରିବ ଆଉ ଆମର ଆତ୍ମିକ ଜୀବନର ଅଭିବୃଦ୍ଧି ହେଇପାରିବ ଆଉ ଦିନେ ଆମେ ସଦାପ୍ରଭୁଙ୍କ ସହିତ ଯାଇ ବସବାସ କରିପାରିବା। ଆଉ ତାଙ୍କର ସବୁବେଳେ ଆମେ ସେ ଅଲମାଇଟି ପାୱାରକୁ ଭରସା ରଖିବା। ସେ ହିଁ ସାମର୍ଥ୍ୟ। ସେଥିପାଇଁ ତାଙ୍କର ସେ ଶକ୍ତି, ସେ ଯେ ସୃଷ୍ଟିକର୍ତ୍ତା, ସେ କଣ କରିପାରନ୍ତି ସେଇ ସବୁ ବିଷୟକୁ ଆମେ ଆହୁରି ତାଙ୍କୁ ଭୟ କରିବା, ଆହୁରି ଭୟ କରିବା ଆଉ ତାଙ୍କୁ ଆହୁରି ଜାଣିବା ପାଇଁ ଚେଷ୍ଟା କରିବା। ଯେତେ ପାରିବା ଆମେ ତାଙ୍କର ବାକ୍ୟକୁ ଯେତେ ପଢିବା ଆମେ ତାଙ୍କର ସେ ପାୱାରକୁ ଜାଣିପାରିବା, ସେ କଣ କରିପାରନ୍ତି। ଏଇସବୁ ବିଷୟକୁ ଆମେ ଧ୍ୟାନ ଦେବା। ପ୍ରଭୁ ଆମମାନଙ୍କୁ ଯୋଉ ବି ଜଟିଳ ପରିସ୍ଥିତି ହେଇଥାଉ ତାଙ୍କର ଶକ୍ତି ଅଛି ଆମକୁ ଉଦ୍ଧାର କରିପାରିବେ। ତାଙ୍କର ବାକ୍ୟ ଦ୍ୱାରା, ତାଙ୍କର ଶକ୍ତି ଦ୍ୱାରା ଆଉ ତାଙ୍କର ଆତ୍ମାଙ୍କ ମାଧ୍ୟମରେ ଆମମାନଙ୍କୁ ପୁନର୍ଜୀବିତ କରିପାରିବେ ଆଉ ପୁନରୁଦ୍ଧାର କରିପାରିବେ ଆଉ ଆମେ ଆମର ପରିସ୍ଥିତିକୁ ସେ ବଦଳେଇ ଦେଇପାରିବେ। ଆଉ ଆଜିର ବାକ୍ୟ ମାଧ୍ୟମରେ ପ୍ରଭୁ ମତେ ଆଉ ଆପଣ ସମସ୍ତଙ୍କୁ ଆଉ ଏ ବାକ୍ୟ ମାଧ୍ୟମରେ ପ୍ରଭୁ କଥା କୁହନ୍ତୁ। ଆମେ ଯେମିତି ଆହୁରି ତାଙ୍କର ଅଲମାଇଟି ପାୱାରକୁ ଜାଣିପାରିବା ଆଉ ସେ ଯୋଉ ନିରାଶାରେ ଆଶା ଦିଅନ୍ତି
ଆଉ ତାଙ୍କର ଶକ୍ତି ତାଙ୍କର ଶକ୍ତିକୁ ଆମେ ସେ ଅଲମାଇଟି ପାୱାରକୁ ସମସ୍ତେ ଯେମିତି ଜାଣିବା ଆଉ ତାଙ୍କର ସେଇ ସେ ତାଙ୍କର ଯେଉଁ ହୋଲି ସ୍ପିରିଟଙ୍କର ଯେଉଁ ସାହାଯ୍ୟ ଆମକୁ ଦେଇଛନ୍ତି ତାହା ଆମେ ସମସ୍ତେ ତାଙ୍କର ଗାଇଡେନ୍ସକୁ ନେବା ଆଉ ତାଙ୍କ ସହିତ ଆହୁରି ଗୁଡ୍ ରିଲେସନ୍ ରଖି ତାଙ୍କୁ ଆହୁରି ଭୟ କରି ଆମେ ଆମର ଜୀବନ କାଟିବା। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।